ମା ଆମେ ଆଲୋଚନା କରୁଛନ୍ତି ମାତୃରଚନାବଳୀ ଭାଗ 10 ଜ୍ଞାନ 116। ଏଇ ଯୋଉ ଜ୍ଞାନ 116ରେ ପ୍ରଭୁ ଯୋଉ କହିଲେ ଯେ ବସ୍ତୁ ଗୁଡ଼ିକର ଆରମ୍ଭ ଆଉ ଶେଷ ତାର କୌଣସି ଇଏ ସବୁ ହଉଛି ଗୋଟେ ପାରମ୍ପରିକ ବିଷୟ ଏବଂ ଅସ୍ତିତ୍ୱ କ୍ଷେତ୍ରରେ ସେମାନଙ୍କର ଏଇ ସବୁର କିଛି ବାସ୍ତବତା ନାହିଁ ଆଉ ଯଥାର୍ଥରେ କୌଣସି ସମାପ୍ତି ନାହିଁ କିମ୍ବା କୌଣସି ଆରମ୍ଭ ମଧ୍ୟ ନାହିଁ। ତାପରେ ମା ଆଲୋଚନାରେ ଆରମ୍ଭ କଲା ବେଳେ କେତେ ଗୁଡେ କଥା କହିଥିଲେ, ତା ଭିତରେ ଯାହା କହିଲେ ଯେ ଆମେ ଚେତନାର ଯୋଉ ସ୍ତରରେ ରହିଛୁ ସେଇ ସ୍ତରରେ ଆମେ ଜିନିଷ ଗୁଡାକ ସାଧାରଣତଃ ବୁଝିଥାଉ, ଆବଶ୍ୟକତା ଅନୁଭବ କରୁଥାଉ ଏଇଭଳି ଭାବରେ। ଯେତେବେଳେ ଆମେ ନିମ୍ନ ଚେତନାରେ ରହିଥାଉ ସେତେବେଳେ ଆମକୁ ଲାଗେ ଯେ ସବୁ ବସ୍ତୁ ଗୁଡିକ ଏଇ ପୃଥିବୀ ଏସବୁ ଆର ଉଁ, ସ୍ଥିତି ଆବଶ୍ୟକ ଏଗୁଡାକ ରହିବା ଦରକାର ଇତ୍ୟାଦି ଇତ୍ୟାଦି। ଯେତେବେଳେ ଚେତନାର ଅଗ୍ରଗତି କରି କରି ଯିବେ ସେତେବେଳେ ଦେଖିବେ ଧୀରେ 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 ଆବଶ୍ୟକତା ବୋଧଟା ବୁଝି ହବ ଯେ ଆକ୍ଚୁଆଲି ଆବଶ୍ୟକ ବୋଧ କିଛି ନାହିଁ, ଯାହା ଦରକାର ଅଛି ତାହା ହବ, ଯାହା ଦରକାର ନାହିଁ ତାହା ହବନି, ଏ ଗୋଟେ କଥା। ତାପରେ ଆଉ ଗୋଟେ ଷ୍ଟେପକୁ ଆସିବ, ସେତେବେଳେ ଦେଖିବ ଯେ ପ୍ରକୃତରେ ଯେତେ ଅଧିକରୁ ଉର୍ଦ୍ଧ୍ୱକୁ ଯେତେବେଳେ ଯାଇ ପହଞ୍ଚିବ ସେତେବେଳେ ଏଇ ଯୋଉ ସୃଷ୍ଟି ରହିଛି ସେ ସୃଷ୍ଟିର ଯେ ଗୋଟେ ନିହାତି ଆବଶ୍ୟକତା କୋଉ ବସ୍ତୁର ରହିଛି ନ ରହିଛି ତାର ଆପେକ୍ଷିକତା ପାଖରେ ପହଞ୍ଚିଯିବ। ତା କାହାର ସ୍ଥିତି ରହିଛି କଣ ପାଇଁ ରହିଛି ସେ ସମ୍ବନ୍ଧରେ ଗୋଟେ ପ୍ରାଞ୍ଜଳ, ଗୋଟେ ସ୍ପଷ୍ଟ, ଏକ ନିର୍ଦ୍ଦିଷ୍ଟ ପୁରା ଦୃଷ୍ଟିକୋଣ ଆମ ପାଖରେ ପହଞ୍ଚିବ। ତେଣୁ ସେତେବେଳେ ଆମେ ଆଉ କହିବାନି ଯେ ଏଇଟା ଏଇଟା ହିଁ ସିଦ୍ଧାନ୍ତ, ଏଇଟା ହିଁ ନିହାତି ଦରକାର ବା ଏଇଟା ହିଁ ଆବଶ୍ୟକତା, এই ବୋଧ ହିଁ ଆମ ଭିତରେ ଚାଲିଯିବ। ସେତେବେଳେ ଏ, ଯୋଉ ସ୍ପନ୍ଦନ ପରିପ୍ରକାଶ ହେବା ପାଇଁ ଚାହୁଁଛି, ଯୋଉ ସ୍ପନ୍ଦନ ପରିପ୍ରକାଶ ହେବାକୁ ଚାହୁଁଛି ତାକୁ ରୂପ ଦେବା ପାଇଁ ଆମ ଭିତରେ ନିତ୍ୟ ଗ୍ରହଣଶୀଳତା, ନମନୀୟତା, ପରିବର୍ତ୍ତନୀୟ ପରିବର୍ତ୍ତନୀୟତା, ପ୍ରସାରଣ ଯୁକ୍ତତା, এই ଜିନିଷଟି ଆମ ଭିତରେ ପରିପ୍ରକାଶ ହେବ ଏବଂ ସେତେବେଳେ ଏଇ ବସ୍ତୁ ଗୁଡିକ ଯେ ଯୋଉ ବସ୍ତୁ ଗୁଡିକ ତିଆରି ହବା ପାଇଁ ବା ନୂଆ କିଛି କରିବାକୁ ହେଲେ କାହାକୁ ନଷ୍ଟ କରିବାକୁ ପଡୁଛି, କାହାକୁ ତିଆରି କରିବାକୁ ପଡୁଛି, ତାର ଆଉ ସବୁ ଆବଶ୍ୟକତା ପଡିବ। କାରଣ ଯେତେବେଳେ ଆମ ଭିତରେ ଏକ ନମନୀୟତା ଆସିଯାଇଥିବ, ଗ୍ରହଣଶୀଳତା ଆସିଯାଇଥିବ, ତେଣୁ ଯୋଉ ମୁହୂର୍ତ୍ତରେ ସେ ସ୍ପନ୍ଦନ ଯାହା ଅନୁଭବ କରିବ ତାହା ମୋ ଭିତରେ ଅବିକୃତ ଭାବରେ ପରିପ୍ରକାଶ ହବ। ଯେତେବେଳେ ଆମେ ବାଧା ସୃଷ୍ଟି କରୁ ତାକୁ ପରିପ୍ରକାଶ କରିବା ପାଇଁ, ସେତେବେଳେ କଣ ହୁଏ ଯେ ଏଇଟା ଭାଙ୍ଗିଯିବା ଦରକାର। ତେଣୁ ଏଇ ସବୁ ଗୁଡିକ ଅ ଅଧିକରୁ ଅଧିକ ସ୍ପଷ୍ଟ ହେଇଯାଏ। ଇଏ ଥିଲା କିଛି କିଛି ସାରାଂଶ ଆମେ ଯୋଉଟା ଆଲୋଚନା କଲେ। ବର୍ତ୍ତମାନ ଆମେ ଯୋଉଟା ପଢିବା, ମା କହୁଛନ୍ତି ଯେ ପରମ ଚେତନା, ଏହି ପରମ ସମଗ୍ରଟି ସହିତ ସମ୍ବନ୍ଧଟି ବିଷୟରେ ମନୁଷ୍ୟର ତଥା ପୃଥିବୀର ସେଇ ସମଗ୍ର ସହିତ ରହିଥିବା ସମ୍ବନ୍ଧଟିର ଅନୁଭୂତିଟି ଉପରେ ମୁଁ ଦୃଷ୍ଟିପାତ କରିଥିଲି। ଏଇ ପୃଥ୍ୱୀ ଚେତନାର ସେଇ ପରମ ସମଗ୍ର ସହିତ ରହିଥିବା ସମ୍ବନ୍ଧଟିକୁ ଅନାଇ ଦେଖୁଥିଲି। ଏହି ବ୍ୟକ୍ତ ବିଶ୍ୱର ସେଇ ସମଗ୍ର ସହିତ ରହିଥିବା ସମ୍ବନ୍ଧଟିକୁ, ଯେଉଁ ଚେତନା ଏଇ ବିଶ୍ୱ ବ୍ରହ୍ମାଣ୍ଡ ଉପରେ, ସକଳ ବ୍ରହ୍ମାଣ୍ଡ ଉପରେ ଅଧିଷ୍ଠିତ ହୋଇ ରହିଛି, ପରମ ସମଗ୍ରଟି ସହିତ ରହିଥିବା ତାର ସମ୍ବନ୍ଧ ଉପରେ ଦୃଷ୍ଟିପାତ କରୁଥିଲି। ମୁଁ ଏହି ଅନିର୍ବାଚନୀୟ ଅନୁଭବଟି ଉପରେ ଦୃଷ୍ଟିପାତ କରୁଥିଲି ଯେ ଏହି କ୍ଷେତ୍ରରେ ଚେତନାର ପ୍ରତ୍ୟେକ ବିନ୍ଦୁ, ଯେଉଁ ବିନ୍ଦୁ କି ଆଦୌ କୌଣସି ସ୍ଥାନ ଅଧିକାର କରି ଅବସ୍ଥିତ ରହିନଥାଏ, ଏହି କ୍ଷେତ୍ରରେ ଚେତନାର ପ୍ରତ୍ୟେକ ବିନ୍ଦୁ ଯାବତୀୟ ଅନୁଭବ ଲାଗି ସମର୍ଥ ହୋଇ ରହିଥାଏ। ଏସବୁକୁ କଥାରେ ବ୍ୟକ୍ତ କରି କହିବା ପ୍ରକୃତିରେ ଭାରି କଷ୍ଟକର। ମା କହୁଛନ୍ତି ମୁଁ ଏଗୁଡା ସବୁ ଗୋଟି ଗୋଟି କରି ଦେଖୁଥିଲି, ଯେତେବେଳେ ସେତେବେଳେ ଦେଖିଲି ଯେ ଏଇ ଅନିର୍ବାଚନୀୟ ଅନୁଭବଟି ଉପରେ ମୁଁ ଦୃଷ୍ଟିପାତ କରୁଥିଲି। ଦେଖିଲି ଚେତନାର ପ୍ରତ୍ୟେକ ବିନ୍ଦୁରେ ସିଏ ପରିପ୍ରକାଶ ହବା ପାଇଁ ସମସ୍ତ ସାମର୍ଥ୍ୟ ରହିଛି। ଚେତନାର ପ୍ରତ୍ୟେକ ବିନ୍ଦୁ ଯାବତୀୟ ଅନୁଭବ ଲାଗି ସମର୍ଥ ହୋଇ ରହିଥାଏ। ତେଣୁ ବର୍ତ୍ତମାନ ଆମର କର୍ତ୍ତବ୍ୟ କଣ? ତାମାନେ ଆମ ଚେତନାରେ ସେ ସାମର୍ଥ୍ୟ ରହିଛି। ବର୍ତ୍ତମାନ ଆମର କର୍ତ୍ତବ୍ୟ ହଉଛି ଆମେ ସେ ଚେତନା ସହିତ ସଂଯୁକ୍ତ ହବା, ସେଇ ଚେତନାକୁ ବାହାରରେ, ବହି ସତ୍ତାରେ, ବାହ୍ୟ ସତ୍ତାରେ ପରିପ୍ରକାଶ ହବା ପାଇଁ
ତାକୁ ସୁଯୋଗ ଦେବା। ମା କହୁଛନ୍ତି ଆମେ କାଳ, ଦେଶ, ଆକାର ଏବଂ ଯାବତୀୟ ପାର୍ଥକ୍ୟ ବୋଧ ଆମେ ସବୁ ସୃଷ୍ଟି ନିଜେ ହିଁ କରିଥାଉ। ଏଇ ସୀମା ଗୁଡିକ ଆମେ ନିଜେ ତିଆରି କରିଥାଉ। ଚେତନା ପାଇଁ ଏଇ ସୀମାରେ କିଛି ନାହିଁ। ଅଭିବ୍ୟକ୍ତିର କୌଣସି ଏକ ବିନ୍ଦୁରେ ଯେତେବେଳେ ଚେତନା ଆପଣାର ସୀମା ଗୁଡିକୁ ଡେଇଁ ବାହାରକୁ ଚାଲିଯାଏ, ଏଇ ଅଭିବ୍ୟକ୍ତିର ପ୍ରସ୍ତ ସେଇ କ୍ଷେତ୍ରରେ ଯାହା ହୋଇଥାଉ ପଛକେ, ହଁ, ଏଇ ଅଭିବ୍ୟକ୍ତିର ପ୍ରସ୍ତଟି ସେଇ କ୍ଷେତ୍ରରେ ଆଦୌ କୌଣସି ମହତ୍ଵ ନଥାଏ। ଅଭିବ୍ୟକ୍ତିର ଯେକୌଣସି ବିନ୍ଦୁରେ ଯଦି ତାହା ସୀମା ଗୁଡିକୁ ଡେଇଁ ବାହାରକୁ ଚାଲିଯାଏ, ତେବେ ତାହା ତତ୍କ୍ଷଣାତ ହିଁ ସେଇ ଯଥାର୍ଥ ପରମ ଚେତନାରେ ପରିଣତ ହୋଇଯାଏ। ଏଇ ଯୋଉ ସୀମା ଭିତରେ ଆମେ ବାନ୍ଧି ରହିଯାଉଛୁ, ଏ ସୀମାରୁ ଉର୍ଦ୍ଧ୍ୱକୁ ଡେଇଁ ଗଲେ ହିଁ ପରମ ଚେତନା ସହିତ ଆମର ସଂଯୁକ୍ତ ହେଇପାରିବ। ବର୍ତ୍ତମାନ ଆମେ ଆକୁ ବ୍ୟବହାରିକ ଦିଗରେ ଦେଖିବା। ଆପଣ ଯେକୌଣସି ଜିନିଷ, ଜଣେ ବ୍ୟକ୍ତି ସିଏ ସୀମାବଦ୍ଧ ପ୍ରଥମେ ରହୁଛି ନିଜ ଉପରେ। ମୋର ଏୟା ଆବଶ୍ୟକତା, ମୋର ବ୍ୟକ୍ତିତ୍ବ ଏୟା। ତାପରେ ସେ ଦେଖୁଛି ତାର ପରିବାର, ତାର ମା, ତାର ବାପା, ତାର ସମ୍ପର୍କୀୟ, ସେଠିକୁ ତାର ଆବଶ୍ୟକତାଟାକୁ ଦେଖୁ, ସେ ସବୁ ଜାଗାରେ ନିଜକୁ ଏକ ସୀମା ଭିତରେ ବାନ୍ଧି ଦଉଛି। ତାପରେ ଦେଖିବେ, ଆପଣ ଦେଖିବେ ଆମ ସାହି, ଆମ ଗାଁ ପିଲାଙ୍କୁ କାହିଁକି କହିଲ, ବର୍ତ୍ତମାନ ଦେଖନ୍ତୁ ଯୋଉ ଗୋଟେ ଟ୍ରାନଜିସନାଲ ପିରିୟଡ ସୃଷ୍ଟି ହେଇଛି, ଯୋଉଥିରେ କି ଧୀରେ ଧୀରେ ଗାଁ ଭାବଟା ଟିକେ ଚାଲି ଯାଇଛି, ଆମ ଗାଁ ଏଇ ଭାବ ଚାଲି ଯାଇଛି। କେତେଟା ଜାଗାରେ ସାହି ଭାବ ବି ରହିଛି, ତଥାପି ଆମ ସାହି ଏ ଭାବ ବି ଚାଲି ଯାଇଛି। ଆଗରୁ ଆମ ଗାଁ ପିଲାଙ୍କୁ ଯଦି କିଏ କିଛି କହିଲା ନା, ସାଙ୍ଗେ ସାଙ୍ଗେ ସବୁ ପିଲା ଉଠି ଆସୁଥିଲେ। ବର୍ତ୍ତମାନ ସେ ଭାବ ଚାଲି ଯାଇଛି। ଆମେ ଭାବୁଛୁ ଯେ ସବୁ କିଛି ନଷ୍ଟ ହେଇଗଲା। ପ୍ରକୃତରେ ଇଏ ଆଉ ଗୋଟେ ଦିଗକୁ ଖୋଲି ଖୋଲି ନଉଛି। ଆମର ବିସ୍ତାରତା ଦରକାର ହଉଛି, ପ୍ରସାରତା ଦରକାର ହଉଛି, ଏକ ବିଶ୍ୱ ଚେତନାର ଯୋଉ ସ୍ପନ୍ଦନ ତା ସହିତ ସଂଯୁକ୍ତ ହବାର ଦରକାର ପଡୁଛି। ସେଥିପାଇଁ ଦେଖନ୍ତୁ, ବର୍ତ୍ତମାନ ଯୋଉ ସୋସିଆଲ ମିଡିଆ ଚାଲିଲା, ସୋସିଆଲ ମିଡିଆ ଚାଲିଲା ପରେ ଆମେ କିଏ କୋଉଠି ଅଛି ନ ଜାଣିକି ମଧ୍ୟ ତା ସହିତ ଆମେ ଭାବର ଆଦାନ ପ୍ରଦାନ କରିପାରୁଛନ୍ତି। ଏବଂ ତଥ୍ୟ ଗୋଟିଏ ଜାଗାରେ ସୀମିତ ହେଇ ରହିଲା ନାହିଁ। ବର୍ତ୍ତମାନ ଡିଜିଟାଲ ଯୁଗ ଭାରତ ବର୍ଷରେ ଯେତିକି ଆଗେଇ ଗଲାଣି, ଅନ୍ୟ ଜାଗାରେ ବି ଆଗେଇଲାଣି। ଯେତିକି ଯୋଉଠି ଯୋଉ ଜିନିଷ ଅଛି, ସେ ଅନ୍ୟ ଏକ ଜାଗାରେ ପହଞ୍ଚିବା ପାଇଁ ବହୁତ କମ ସମୟ ଲାଗୁଛି। ତେଣୁ ଇଏ ଡିଷ୍ଟାନ୍ସ କମିଯିବା ଏବଂ ସମସ୍ତେ ସବୁ ଜାଗାରେ ଆକ୍ସେସ୍ କରିପାରୁଛନ୍ତି ବର୍ତ୍ତମାନ, ଯୋଉଟା କି ଆଗରୁ ସୀମିତ ରହିଥିଲା। ଯଦିଓ ତାର ବର୍ତ୍ତମାନ ଆମକୁ କେତେ ଗୁଡେ କୁପରିଣାମ ଦେଖାଯାଉଛି, ଯେମିତି କିି ସୋସିଆଲ ମିଡିଆ ପ୍ରଭାବରେ କିଏ କାହାକୁ ଫ୍ରଡ କଲାଣି, କାହିଁକି ବ୍ୟାଙ୍କ ଫ୍ରଡ ଠୁ ଆରମ୍ଭ କରିକିରି ବ୍ୟକ୍ତିର କାହା ସହିତ କାହାର ରିଲେସନକୁ ନେଇକିରି ହେଇଛି। ଇଏ ହଉଛି ଗୋଟେ ଟ୍ରାନଜିସନାଲ ପିରିୟଡ। କିନ୍ତୁ ଇଏ ଆଉ ଗୋଟେ ଦିଗକୁ ଆମକୁ ଖୋଲି ନଉଛି, ସେଟା ହଉଛି କଣ? ବ୍ୟାପକତା। ସୀମାରୁ ବନ୍ଧା ନାହିଁ, ସୀମା ବାହାରକୁ ଚାଲିଯିବା। ଇଏ ଭୌତିକ ଜଗତରେ ଯୋଉ ଗୁଡାକ ଟିକେ ଟିକେ ରୂପ ନଉଛି, ପ୍ରକୃତରେ ଏଇଟା ସୂକ୍ଷ୍ମ ଜଗତରେ କଣ ହେଇଗଲାଣି ନା, ଆଉ ସୀମା ନାହିଁ, ସୀମା ଭାଙ୍ଗି ଯାଇଛି। ଆମେ ଯଦି ଆମେ ନିଜକୁ ପ୍ରସ୍ତୁତ କରିବା, ଚେତନାର ସେଇ ଉଚ୍ଚ ସ୍ତରକୁ ଯାଇ, ଯୋଉଠିକି ଏଇ ସୀମାର ବନ୍ଧନରେ ନ ରହି ଏକ ପ୍ରସାରତା ଏବଂ ଏକ ବିଶ୍ୱ ଚେତନା ସହିତ ସଂଯୁକ୍ତ ହେଇପାରିବା, ତାହେଲେ କଣ ହବ? ଆମେ ପରମଙ୍କ ସହିତ ଯଥାର୍ଥ ପରମ ଚେତନାରେ ପରିଣତ ହେଇଯିବ ତତ୍କ୍ଷଣାତ୍ ମା କହୁଛନ୍ତି। ଏହି ଦୃଷ୍ଟିକୋଣ ବିଚାର କରି ହୁଏତ ଏକଥା ମଧ୍ୟ କୁହାଯାଇ ପାରିବ ଯେ, ସୀମା ଗୁଡିକୁ ସ୍ୱୀକାର କରି ନେଇଥିବାରୁ ହିଁ ଅଭିବ୍ୟକ୍ତିଟି ସମ୍ଭବ ହୋଇପାରିଛି। ଆମେ ଆମେ ଏଇଟା ପ୍ରାୟତଃ କହୁ, କାହିଁକିନା ଦେଖନ୍ତୁ, ସୀମା ଗୁଡିକ ଏଇଟାରେ ଆମେ ସୀମିତ ରହିଯାଉ ଯେ, ଯଦି ଜଣଙ୍କର ବ୍ୟକ୍ତିତ୍ବ ନାହିଁ, ତେବେ ସିଏ କଣ କହନ୍ତି, କହିବେ ଯେମିତି ୱେୱାର୍ଡ ହେଇଯିବନି। ଯଦି ଆମର ସୀମା ନାହିଁ, ତାହେଲେ ଆମେ ପରିପ୍ରକାଶ କଣ ହବୁ? ବ୍ୟକ୍ତିର ମୋର ଯଦି ନିଜସ୍ୱ କିଛି ନାହିଁ, ତେବେ ମୁଁ ଠିଆ ହେବି କାହାକୁ ବେଶ କରିକି? ଏଇଟା ଆମକୁ ସବୁବେଳେ କଣ କରେ, ଏକ ଦ୍ୱନ୍ଦ୍ୱ ପକାଏ। କିନ୍ତୁ ଯେତେବେଳେ ପରମ ଚେତନାଙ୍କ ସହିତ ସଂଯୁକ୍ତ ହେଇଯିବେ, ସେତେବେଳେ ଏଇ ବ୍ୟକ୍ତିତ୍ୱଟା ଯେ ଏକ ପରମ, ଏକ ବିଶାଳ ବ୍ୟକ୍ତିତ୍ୱ ହେଇଯିବ, ଏଇ ଧାରଣା ଆମର ଏଇ କ୍ଷୁଦ୍ର ଚେତନାରେ, ସଂକୀର୍ଣ୍ଣ ଚେତନାରେ ଥିଲା ପର୍ଯ୍ୟନ୍ତ ଆମକୁ ଆସେନି। ବା କହୁଛନ୍ତି, ସୀମା ଗୁଡିକର ବୋଧକୁ ସ୍ୱୀକାର କରି ନେବାରୁ ହିଁ
ରୂପାୟଣର ସମ୍ଭବ ଆସି ଉପସ୍ଥିତ ହୋଇଛି, ଏଇ କଥାଟି ଶବ୍ଦ ଦେଇ କହିବା ଆଦୌ ସମ୍ଭବ ନୁହେଁ। ସର୍ବଦା ଏହିପରି ହୋଇଥାଏ ଯେ କହିବାକୁ ଆରମ୍ଭ କରିବା ମାତ୍ରକେ ଆମର ଏହିପରି ଏକ ଅନୁଭବ ହେବାକୁ ଆରମ୍ଭ କରେ। ଏହିପରି ସବୁକିଛି ସତ ହେବା ଓଲଟି ଯାଉଥିବା ପରି ଅନୁଭୂତ ହୁଏ ଏବଂ ତାପରେ ସବୁକିଛି ଶେଷ ହୋଇଯାଏ। ଅସଲ ଜିନିଷଟି କୁଆଡେ ଚାଲି ଯାଇଥାଏ। ତାପରେ ତତ୍ଵଗତ ବୋଧଟି ଆସି ଉପସ୍ଥିତ ହୋଇ କହିବାକୁ ଲାଗେ, ତୁମେ ଏହି କଥାଟିକୁ ଏହିପରି ଭାବରେ କହିପାରିବ, ସେହିପରି ଭାବରେ ମଧ୍ୟ କହିପାରିବ। ଶବ୍ଦ ଦେଇ ଏହିପରି କହିବା, ପ୍ରତ୍ୟେକ ବିନ୍ଦୁ ଅନନ୍ତତା ଏବଂ ଶାଶ୍ୱତତାର ପରମ ଚେତନାକୁ ଆପଣା ଭିତରେ ଧାରଣ କରି ରହିଛି। ମା କହୁଛନ୍ତି ଯଦି ଶବ୍ଦ ଦେଇକି ଆମେ କହିବା ତାହେଲେ ଆମେ ଏମିତି କହିପାରିବା। କଣ କହିପାରିବା ନା ପ୍ରତ୍ୟେକ ବିନ୍ଦୁ ଅନନ୍ତତା ଏବଂ ଶାଶ୍ୱତତାର ପରମ ଚେତନାକୁ ଆପଣା ଭିତରେ ଧାରଣ କରି ରହିଛି। ଏଗୁଡିକ ହେଉଛି ଶବ୍ଦ, କେବଳ ଶବ୍ଦ ମାତ୍ର। ଏହି ଅନୁଭବର ସମ୍ଭାବନାଟି ମଧ୍ୟ ଅବଶ୍ୟ ସେଇ କ୍ଷେତ୍ରରେ ରହିଥାଏ। ବା କହୁଛନ୍ତି ଯେ ପ୍ରତ୍ୟେକ ବିନ୍ଦୁରେ ସେ ସମ୍ଭାବନାର ସାମର୍ଥ୍ୟ ରହିଛି। ଆକୁ ଶବ୍ଦ ଦେଇକି ଆଉ କେମିତି ପ୍ରକାଶ କରିବେ, କେତେ ପ୍ରକାଶ କରିବେ? ଯେପରି ଶୂନ୍ୟ ଭିତରୁ ପଛକୁ ପାଦ ପକାଇ ଚାଲି ଆସିବାକୁ ପଡେ, ଏପରି କହିବାକୁ ହୁଏତ ବେଶ ଆମୋଦଦାୟକ ମନେ ହୋଇପାରେ ଯେ ଏପରିକି ପଥରର ମଧ୍ୟ ସେଇ ଚିତ୍ ଶକ୍ତି ରହିଛି, ସେଇ ଆଦି ଚେତନା। ଜଳ ଓ ଅଗ୍ନିରେ ତ ତାହା ନିଶ୍ଚିତ ଭାବରେ ରହିଛି। ଏହି କ୍ଷେତ୍ରରେ ଆଗ ବ୍ୟବହାର କରିବା ଲାଗି ଯେତେ ଯେତେ ଶବ୍ଦର ଚୟନ କରି ଆଣିବା, ଏଗୁଡାକ ସବୁ କେବଳ ନିର୍ବୋଧତାରେ ପୂର୍ଣ୍ଣ ହୋଇ ରହିଛି। ଏଗୁଡିକାର ଆଦୌ କୌଣସି ଅର୍ଥ ନାହିଁ। ସମୁଦାୟ ଭାବରେ ଆମେ ଦେଖିବା ଯେ ଏହା ଯେ ଆମର ଚେତନାର ସ୍ଥିତି ସବୁ ଜାଗାରେ ରହିଛି, ତା ସହିତ ସଂଯୁକ୍ତ ହବା ଏବଂ ସକ୍ରିୟ ଭାବରେ ତାକୁ ପରିପ୍ରକାଶ କରିବା ପାଇଁ ଏକ ଗୁରୁତ୍ୱ ବହନ କରିବା, ସେଥିପାଇଁ ଆସ୍ପୃହା କରିବା, ଚେଷ୍ଟା କରିବା, ଇଏ ନିହାତି ଆବଶ୍ୟକ। ମା ଏଇ ପାରାଗ୍ରାଫଟାରେ ସେ ବିଷୟ ଉପରେ ଗୋଟି ଗୋଟି କରି କହି ଚାଲିଛନ୍ତି। ମା କହୁଛନ୍ତି ଯେ ବର୍ତ୍ତମାନ ଆମକୁ କଣ କରିବାକୁ ପଡିବ, ଗୋଟେ ଜାଗାରେ କହୁଛନ୍ତି ଯେ ମାତ୍ର ଏହା ଏକ ସୁନିଶ୍ଚିତ କଥା ଯେ ସାଧାରଣ ବ୍ୟବହାରରେ ଲାଗିବା ପାଇଁ ମୁଁ ଏ କଥାଟି କହୁଛି। ଏହା ଏକ ସୁନିଶ୍ଚିତ କଥା ଯେ କ୍ରିୟାତ୍ମକ ହେବାର ବାସନାଟିକୁ ଜାଗୃତି କରାଇ ପାରିବାକୁ ହେଲେ ମନୁଷ୍ୟର ମନକୁ ନିଜ ଲାଗି ଏକ ବାସସ୍ଥାନ ନିର୍ମାଣ କରି ରଖିବାକୁ ହିଁ ପଡିବ। ତାହା ଅଳ୍ପ ବହୁତ ପରିମାଣରେ ବଡ଼ ହୋଇଥିବ, ସମ୍ପୂର୍ଣ୍ଣ ହୋଇଥିବ ଏବଂ ଅଳ୍ପ ବହୁତ ପରିମାଣରେ ନମନୀୟ ବି ହୋଇଥିବ, ମାତ୍ର ତାହାର ଏକ ବାସସ୍ଥାନ ଆବଶ୍ୟକ। କଣ କହିଲେ ଯେ ମନ ମନ କଣ କରିବ, ଗୋଟେ ବାସସ୍ଥାନ ନିର୍ମାଣ କରିବ, କିନ୍ତୁ ତା କେମିତି ହବା ଦରକାର। ତାମାନେ ମନ ବେଶ କରିବ। ସେଇଥିପାଇଁ ବାରମ୍ବାର ଶିକ୍ଷା ବହିରେ ଆମକୁ ମାନସିକ ଶିକ୍ଷା ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି ଯେ ମାନସିକ ବିକାଶ ଜରୁରୀ। ମନକୁ ପ୍ରସ୍ତୁତ ହେବାକୁ ପଡିବ, ଅଳ୍ପ ବହୁତ ପରିମାଣରେ ବଡ ହେଇଥିବ, ତାମାନେ ବିସ୍ତାର ହେଇଥିବ। ସେଇଥିପାଇଁ ସେଠି ପାଞ୍ଚଟା ଭାଗ କହିଛନ୍ତି। ତା ଭିତରେ ବିସ୍ତାରତା ରହିଛି, ପ୍ରସାରତା ରହିଛି। କହିଲେ କଣ ବଡ ହେଇଥିବ, ସମ୍ପୂର୍ଣ୍ଣ ହେଇଥିବ, ଅଳ୍ପ ବହୁତ ପରିମାଣରେ ନମନୀୟ ବି ହେଇଥିବ। ମନ ଯେତେବେଳେ ବିକାଶ କରି କରି ଯିବ, ତା ଭିତରେ ଇଗୋ ଡେଭଲପ ହବାର ବି ସମ୍ଭାବନା ରହିଛି। ଇଗୋ ଡେଭଲପ କଣ ହେଲେ କଣ ହବ ନା ନମନୀୟତା ରହିବନି। ମୁଁ ଏତେ ଜାଣିଛି, ମୋର ଏତେ ଜ୍ଞାନ ହେଇଛି, ତେଣୁ ସେ ବିଶାଳ ହବ, ପ୍ରସାର କରିବ, କିନ୍ତୁ ତା ସହିତ ନମନୀୟ ବି ରହିବ। ମା ହସି କହିଲେ, ସିଏ ଯାହା ନିର୍ମାଣ କରେ ତାହା ଦଉ ଯଥାର୍ଥ ବାସସ୍ଥାନ ହୋଇ ରହିନଥାଏ। ମା କହୁଛି ମନ ଯାହା ନିର୍ମାଣ କରିଥାଏ ତାହା ଯଥାର୍ଥ ବାସସ୍ଥାନ ହେଇକି ରହି ନଥାଏ, ତେଣୁ ତାହା ହିଁ ସବୁ କିଛିକୁ ବିକୃତ କରିଦିଏ। ସେଥିପାଇଁ ଆରମ୍ଭରୁ କହୁଛନ୍ତି ଯେ ମନକୁ ଶାନ୍ତ ନୀରବ କରିବାକୁ ପଡିବ। କିନ୍ତୁ ନୀରବ କରିବା ମାନେ ଚୁପ୍ କରିକି ନୀରବ କଲେ ସେ ନୀରବ ହବନି। ମନର ବିକାଶ କରିବ। ମନ ଯେତେବେଳେ ବିକାଶର ଉଚ୍ଚ ସ୍ତରରେ ପହଞ୍ଚିବ, ତା ସହିତ ଆମ ଭିତରେ ଯଦି ଆସ୍ପୃହା ରହିଥିବ ପରମ ଚେତନା ସହିତ ସଂଯୁକ୍ତ ହବା ପାଇଁ, ତାହେଲେ ସେ ଗୋଟେ ଦିଗ ପାଇବ। ସେ ବିକାଶ ଦିଗରେ ସେ ଅଧିକରୁ ଅଧିକ ଅଗ୍ରଗତି କରିବ ଏବଂ ତା ସହିତ ତା ଭିତରେ ନମନୀୟତା ମଧ୍ୟ ସୃଷ୍ଟି ହବ। କହୁଛନ୍ତି ଯଦି ଆମେ ଏଗୁଡାକ ଦେଖିବା, ଏ ଗୋଟେ ବିଚିତ୍ର କଥା ଦେଖାଯାଏ। କଣ ନା ଜୀବନ ବଞ୍ଚିବାର କେତେକ ଶୈଳୀକୁ ଅନୁସରଣ କରି ମନୁଷ୍ୟ ବାହାରକୁ ଦେଖିବାକୁ ସତେ ବା କେଡେ ସ୍ୱପ୍ରେରିତ ଭାବରେ ଜୀବନ ବଞ୍ଚିବାରେ ଲାଗିଥାଏ। ମଣିଷ ବହୁତ ଆଉଟୱାର୍ଡ ହେଇକି କେମିତି କରୁଥାଏ। ସେଇ ଶୈଳୀ ଗୁଡିକ ତୁମ ଲାଗି ଏପରିକି ଆବଶ୍ୟକ ବୋଲି ବୋଧ ହେବାର ଯୋଗ୍ୟତା ମଧ୍ୟ ନଥାଏ।
ସେଥିରେ ଆଉ ଏକ ଯଥାର୍ଥ ଅଭ୍ୟାସର ବି କୌଣସି ଶକ୍ତିମତା ନଥାଏ ଏବଂ ପ୍ରାୟ ଯନ୍ତ୍ରବତ୍ ସେଗୁଡ଼ିକର ପାଳନ କରାଯାଉଥାଏ ଓ ସେଗୁଡ଼ିକୁ ସ୍ୱୀକାର କରି ନିଆଯାଏ। ମାନେ ନୂଆ କିଛି କରିବା ଚେଷ୍ଟା କରିବା କିଛି ନାହିଁ, ଯାହା ରହିଛି ସେଇଟାରେ ଆମେ କଣ କରୁ, ଯନ୍ତ୍ରବତ୍ କରି କରି ଚାଲୁ। ଏବଂ ସେଇଟା କହୁଛି ମା କହୁଛନ୍ତି ଯେ କେମିତି ପୁରା ଆଉଟୱାର୍ଡ ହେଇକି ବଞ୍ଚୁଛନ୍ତି ସମସ୍ତେ। ତାପରେ ମା ସେଥିପାଇଁ କହୁଛନ୍ତି ସେଇ କ୍ଷେତ୍ରରେ ଏହିପରି ଏକ ବୋଧ ରହିଥାଏ ଯେ ଏହାକୁ ଗୋଟିଏ ପ୍ରକାର ଅନୁଭବ ବା ଅବବୋଧ ବୋଲି କୁହାଯିବ, ମାତ୍ର ଏହା ପ୍ରକୃତରେ କୌଣସି ଯଥାର୍ଥ ଅନୁଭବ ଅଥବା ଅବବୋଧ ହୋଇ ରହିନଥାଏ, କେବଳ ଏକ ପ୍ରକାରର ଅତି ସୂକ୍ଷ୍ମ ଅବବୋଧ ହୋଇ ରହିଥାଏ। ସତେ ଯେପରି କୌଣସି ଏକ ପରମ ବସ୍ତୁ ସେହିପରି ହେବା ଉଚିତ ବୋଲି ଚାହୁଁଛି, ତାହାକୁ ସେହିପରି ଏକ ଅନୁଭବ ବୋଲି କୁହାଯିବ। ସେହି ପରମ ବସ୍ତୁଟି ଏପରି ବିପୁଳ ବୋଧ ହେଉଥାଏ ଯେ ତାହାର କୌଣସି ସଂଜ୍ଞା ନିରୂପଣ କରିହୁଏ ନାହିଁ। ମୁଁ ତାହା ଚାହୁଁଥାଏ ଅଥବା ବାଛି ନେଉଥାଏ ବୋଲି କହୁଛି, ମାତ୍ର ଏହାକୁ ଇଚ୍ଛା କରୁଥାଏ ଅର୍ଥରେ ବୁଝିବାକୁ ହବ। ଯେ ଆମେ ଯୋଉ କହୁଥାଉ ନା ମୁଁ ବାଛୁଛି ବୋଲି, ପ୍ରକୃତରେ ସେଇ ମୁଁଟା କିଏ ସେ ଆମେ ଚିହ୍ନି ପାରୁ। ସେଥିପାଇଁ ମା କହୁଛନ୍ତି ସେଇଟା ପ୍ରକୃତରେ ପ୍ରକୃତ ଯେହେତୁ ନିଜସ୍ୱ ମୁଁ ନୁହଁ, ତେଣୁ ତାକୁ ଆମେ କହିପାରିବା ଯେ ଏଇଟା ଆମର ଇଚ୍ଛା ହଉଛି ବୋଲି, ଇଚ୍ଛା କରୁଥାଏ। ଏହା ଏପରି ଏକ ବୃହତ ଇଚ୍ଛା ଯାହାକି କୌଣସି ମନୁଷ୍ୟ ଇଚ୍ଛା ପରି ଆଦୌ କାର୍ଯ୍ୟ କରେ ନାହିଁ, ମାତ୍ର ତାହା ହିଁ ଏପରି ହେଉ ବୋଲି ଚାହୁଁଥାଏ, ତାହା ହିଁ ଇଚ୍ଛା କରୁଥାଏ ବା ଦେଖୁଥାଏ ଅଥବା ନିଷ୍ପତ୍ତି କରିଥାଏ। ଏବଂ ପ୍ରତ୍ୟେକଟି ବସ୍ତୁ ମଧ୍ୟରେ ଏହି ଆଲୋକମୟ, ସ୍ୱର୍ଣ୍ଣାଭ ଏବଂ ଅବଶ୍ୟମ୍ଭାବୀ ସ୍ପନ୍ଦନଟି ବିଦ୍ୟମାନ ରହିଥାଏ। ତାହା ଅନିବାର୍ଯ୍ୟ ଭାବରେ ସର୍ବଶକ୍ତିମାନ ହୋଇ ରହିଥାଏ ଏବଂ ତାହା ଏକ ପୃଷ୍ଠଭୂମି ରୂପେ ସୁନିଶ୍ଚିତତାର ଏକ ପରିପୂର୍ଣ୍ଣ କଲ୍ୟାଣ ଭାବକୁ ଆଣି ଯୋଗାଇ ଦେଉଥାଏ। ତାହା ଚେତନାର ଏକ ଅପେକ୍ଷାକୃତ ନିମ୍ନତର ସ୍ତରରେ ଆପଣାକୁ ଏକ ଉଦାର ଚିତ୍ତ ବିନୋଦ ଜନିତ ସ୍ମିତାହାସ୍ୟ ରୂପେ ବ୍ୟକ୍ତ କରିଦେଉଥାଏ। ଇଏ ଯେତେ ଯେତେ ଆମେ ଅଧିକରୁ ଅଧିକ ପରମଙ୍କ ସହିତ ସଂଯୁକ୍ତ ହବା, ସେତେ ସେତେ ଏଇ ପ୍ରକାରର ଅନୁଭବ ଆମ ଭିତରେ ଆସି ପହଞ୍ଚିବ, ଯୋଉଟା କି ଏବେ ଆମେ ବୁଝିପାରୁନୁ। ସେତେବେଳେ ଆମ ଭିତରେ ଆସିବ ଯେ ନାଇଁ ମୁଁ ଇଚ୍ଛା କରୁନାହିଁ, ଆସିଯିବ, ଜଣେଇ ହଉଥିବ। ଏବଂ ଇଚ୍ଛା କୋଉଠୁ ଆସୁଛି ସେଇଟା ବି ଜାଣି ହେଇଯିବ। ବର୍ତ୍ତମାନ ଆମେ ଯୋଉଟାକୁ କହୁଛେ ଯେ ମୁଁ କରୁଛି ମୁଁ କରୁଛି, ସେଇଟା ବି ବୁଝି ହବ ଯେ ପ୍ରକୃତରେ କୋଉଠୁ ଆସୁଛି, କଣ କରୁଛି। ଏବଂ ସେତେବେଳେ ସେ ଯୋଉ ଇଚ୍ଛା କରୁଥାଏ, କହୁଛନ୍ତି ଏପରି ହେଉ ବୋଲି ଚାହୁଁଥାଏ, ତାହା ଇଚ୍ଛା କରୁଥାଏ ବା ଦେଖୁଥାଏ ଅଥବା ନିଷ୍ପତ୍ତି କରିଥାଏ। ପ୍ରତ୍ୟେକଟି ବସ୍ତୁ ମଧ୍ୟରେ ଆଲୋକମୟ, ସ୍ୱର୍ଣ୍ଣାଭ ଏବଂ ଅବଶ୍ୟମ୍ଭାବୀ ସ୍ପନ୍ଦନଟି ବିଦ୍ୟମାନ ରହିଥାଏ। ଏଇଟା ମଧ୍ୟ ସିଏ ଜାଣିପାରେ। ତାହା ଅନିବାର୍ଯ୍ୟ ଭାବରେ ସର୍ବଶକ୍ତିମାନ ହୋଇ ରହିଥାଏ, ଇଏ ଅନୁଭବ ବି ଆସିବ। ଏବଂ ପୃଷ୍ଠଭୂମି ରୂପେ ସୁନିଶ୍ଚିତତାର ଏକ ପରିପୂର୍ଣ୍ଣ କଲ୍ୟାଣ ଭାବକୁ ଆଣି ଯୋଗାଇ ଦେଉଥାଏ। ଦେଖନ୍ତୁ, ମାନେ ଆଲୋକମୟ ସ୍ୱର୍ଣ୍ଣାଭ ଇଏ ସ୍ପନ୍ଦନଟି ରହିଥାଏ, ତାକୁ ସେ ଅନୁଭବ କରିବ। ସେ ଯେ ସର୍ବଶକ୍ତିମାନ ତାକୁ ସେ ଅନୁଭବ କରିବ। ଏଇ ଯୋଉ ପୃଷ୍ଠଭୂମିରେ ବା ଯୋଉ ପରିପୂର୍ଣ୍ଣ କଲ୍ୟାଣ ଭାବ ବାହାରକୁ ପରିପ୍ରକାଶ ହବ, ସେ ଭାବ ବି ତା ଭିତରେ ଆସିବ। ତାପରେ କହୁଛନ୍ତି ତାହା ଚେତନାର ଏକ ଅପେକ୍ଷାକୃତ ନିମ୍ନତର ସ୍ତରରେ ଆପଣାକୁ ଏକ ଉଦାର ଚିତ୍ତ ବିନୋଦ ଜନିତ ସ୍ମିତହାସ୍ୟ ରୂପେ ବ୍ୟକ୍ତ କରିଦେଉଥାଏ। ମାନେ ଯେତେବେଳେ ନିମ୍ନ ଚେତନାରେ ଖାଲି ସେ ସ୍ମିତହାସ୍ୟ ରୂପେ ପରିପ୍ରକାଶ ମାନେ କରୁଥିବ। ତାମାନେ ସେ ଦେଖନ୍ତୁ, ସେଇଥିପାଇଁ କୁହାଯାଏ ନମ୍ରତି ଫଳିନ ବୃକ୍ଷା। ଯେତେ ଉର୍ଦ୍ଧ୍ୱକୁ ଉର୍ଦ୍ଧ୍ୱକୁ ଆପଣ ଯିବେ, ସେତେ ସେତେ ଆପଣ ପ୍ରସାର ବ୍ୟାପକ ଯେତେ ଅଧିକ ହେବେ, ସେତେ ସେତେ ଯୋଉ କଥାରେ କହିବା ବା ଶବ୍ଦରେ କହିବା ଟିକେ କମିଯାଏ। ଏବଂ ତାପରେ କଣ ହୁଏ ସେଠି କହୁଛନ୍ତି ଯେ ସେତେବେଳେ ସିଏ ଖାଲି ସ୍ମିତ ହାସ୍ୟ ଟେ କରି ସାରି ଦଉଥିବ। ତାପରେ ଜଣେ କହୁଛନ୍ତି ଯେ ସିଏ କୋଶ୍ଚିନ୍ କରୁଛନ୍ତି, ମାନେ ଶ୍ରୀଅରବିନ୍ଦଙ୍କ ଲେଖାକୁ ନେଇକି, ଆହୁରି ଆଗକୁ ଯାଇ ଶ୍ରୀଅରବିନ୍ଦ ଏପରି ନାନା ପୃଥିବୀ ବିଷୟରେ କହିଛନ୍ତି ଯେଉଁଗୁଡ଼ିକରେ କୌଣସି ଆରମ୍ଭ ନାହିଁ କିମ୍ବା ଶେଷ ନାହିଁ। ଏବଂ ସିଏ କହୁଛନ୍ତି ଯେ ସେଗୁଡ଼ିକର ସର୍ଜନା ତଥା ସେଗୁଡ଼ିକର ବିଲୟ କେବଳ ଆମ ବାହ୍ୟ ଚେତନା ସହିତ ଖେଳା ଯାଉଥିବା ଏକ ଲୁଚକାଳି ଖେଳ ପରି ହୋଇ ରହିଥାଏ। ମା ସେଠୁ କହୁଛନ୍ତି ମୁଁ ବର୍ତ୍ତମାନ ଯାହା କହୁଥିଲି ଏହାକୁ ତାହାକୁ ହିଁ କହିବାର ଏକ ରମଣୀୟ ଶୈଳୀ ବୋଲି ଅବଶ୍ୟ କୁହାଯିବ। ଯେ ଏଇଠି ଦେଖୁନାହାନ୍ତି, ଆମେ କଣ ମନ ବୁଝିପାରିବନି। ପ୍ରଭୁ କହୁଛନ୍ତି ଯେ ଯୋଉଟା ଆରମ୍ଭ ଶେଷ, ପୃଥିବୀ ନଷ୍ଟ ହେଇଗଲା, ଧ୍ୱଂସ ହେଇଗଲା, ନୂଆ ସୃଷ୍ଟି ହେଲା। ଏ ଯୋଉ ସବୁ ନୂଆ ସୃଷ୍ଟି ସର୍ଜନା ହବା, ଧ୍ୱଂସ ହବା, ଏଗୁଡାକ ଆମର ବାହାର ଚେତନାରେ
ଆମେ ବୁଝିପାରୁନୁ। ତେଣୁ ଏଗୁଡା ଯେମିତି ଲୁଚକାଳି ଖେଳ ଭଳିଆ ଖେଳୁଛନ୍ତି। ନହେଲେ ଯେତେବେଳେ ଦେଖନ୍ତୁ, ଆମେ ଛୋଟ କଥାରେ ଗୋଟେ ଛୋଟିଆ କଥାରେ ବୁଝିବା। ଯେତେବେଳେ ଜଣେ କୁମ୍ଭକାର ତିଆରି କରୁଥାଏ, ହୁଁ, ସେତେବେଳେ ସେ କଣ କରେ? ସେ ମାଟିକୁ ଚକଟି ଚାକଟି ଗୋଟେ ତିଆରି କରୁଥିବ। ତିଆରି କଲା ବେଳେ ଆକୁ ଏମିତି ତିଆରି କରୁଛି, ତାକୁ ତିଆରି କରୁଛି, ତାକୁ ଟିକେ ବଙ୍କେଇ ଦଉଛି, ତାକୁ ଟିକେ କରୁଥିବ, ଏଇଟା ନଷ୍ଟ ହେଇଗଲା, ତାକୁ ପୁଣି ଚକୁଟିକି ମିଶେଇ ଦଉଥିବ, ପୁଣି ଆଉ ଟିକେ ପାଣି ଦଉଥିବ। ତେଣୁ ସେତେବେଳେ ଆପଣ ତିଆରି ହେଇଥିଲା କହିଲେ, ହେ ଗୋଟେ ହାଣ୍ଡିଟା ତିଆରି କରିଥିଲା, ତାକୁ କଣ ନଷ୍ଟ ହେଇଗଲା? ସେ କିନ୍ତୁ ତାକୁ ପୁଣି କଣ କଲା? ସେ ଦେଖିଲା ଯେ ନାଇଁ, ନିର୍ଦ୍ଦିଷ୍ଟ ରୂପ ନେଇନାହିଁ। ତାକୁ କଣ କଲା? ପୁଣି ଆଉଥରେ ଚକଟି ଚାକଟିକି ପୁଣି ଆଉଥରେ ପକେଇଲା କୋଉଥିରେ? ତାଙ୍କର ସେ ଯୋଉ ଚକରେ। କୁମ୍ଭକାର ପାଇଁ ଆପଣ ଯେ ବାହାରୁ ଦେଖୁଥିବେ, ଗୋଟେ ଏତେ ସମୟ କରିକିରି ଏତେ ସମୟ ନଷ୍ଟ କରି ଗୋଟେ କରିଥିଲା, ଖରାପ ହେଇଗଲା, ନଷ୍ଟ ହେଇଗଲା, ତେଣୁ ସେ ତାକୁ ଭାଙ୍ଗିକି ପୁଣି ଆଉଥରେ କରୁଛି। ବାହାରକୁ ଆମକୁ ଦେଖିବାକୁ ଭାରି ବେସ୍ତିଆ ଲାଗିବ। କିନ୍ତୁ କୁମ୍ଭକାର ପାଇଁ କିଛି ନାହିଁ। ସିଏ ତାର କ୍ରିଏଟିଭ ଦୃଷ୍ଟିରୁ ତାର ଚଲେଇଛି, ତାର ପ୍ରଚେଷ୍ଟା କରୁଛି, କରିଚାଲିଛି। ଏଇ ଯୋଉ ଏଇଟା ଯେମିତି ଆମେ ଏଠି ଦେଖୁଛନ୍ତି, କିନ୍ତୁ ଯେତେବେଳେ ବାହାରେ ଲୋକଙ୍କ ସହିତ ଆମେ ଯୁକ୍ତ ହଉଛନ୍ତି, ବାହ୍ୟ ଚେତନାରେ ଆମେ ଏଗୁଡାକ ଇମ୍ପ୍ଲିମେଣ୍ଟେସନ କରିପାରୁ। ଆମେ ସେଠି କହୁଛୁ ଗଲା, ନଷ୍ଟ ହେଇଗଲା, ମନ ଦୁଃଖ ଇତ୍ୟାଦି ଇତ୍ୟାଦି କୁଆଡେ କଣ କଣ ହେଇଯାଉଛି। ଲୋକ ତ ଫାଇନାଲ ସୁଇସାଇଡ କରିବାକୁ ପଡୁଛି। ତେଣୁ ଏମିତି ପୁରା ବ୍ୟତିବ୍ୟସ୍ତ ହେଇଯାଉଛନ୍ତି। ଆଉ ଟେନସନ ହଉନି, ସବୁ ଟେନସନ ହଉଛନ୍ତି, ବିପି ବଢୁଛି, ଏଟା ବଢୁଛି, ସେଟା ବଢୁଛି। କିନ୍ତୁ ଯେତେବେଳେ ଉର୍ଦ୍ଧ୍ୱତର ଚେତନାକୁ ଯେତେ ଯେତେ ଉଠି ଉଠି ଯିବେ, ସେତେବେଳେ ଦେଖିବେ ସବୁ ଗୁଡାକ ସେ ଟେନସନ ଫେନସନ ଯେମିତି କୁଆଡେ ପଳେଇବ। କାହିଁକି ସେତେବେଳେ ସ୍ମିତ ହାସ୍ୟରେ ଚାଲିବ ଆଉ। ମା କହୁଛନ୍ତି ଏଠି ଯେହେତୁ ଏଇ ଯୋଉ ସର୍ଜନା ପୃଥିବୀ ହଉଛି, ବିଲୟ ହଉଛି, ଶ୍ରୀନଙ୍କ ଲେଖାକୁ ନେଇକି ଯୋଉଟା ସେ କହୁଛନ୍ତି, ମା କହୁଛନ୍ତି ଏଗୁଡା ସବୁ ଆକ୍ଚୁଆଲି କଣ ଲୁଚକାଳି ଖେଳ ଭଳିଆ। ଆଉ ଶ୍ରୀଅରବିନ୍ଦ ତ କହିବାର ରମଣୀୟ ଶୈଳୀରେ କହୁଛନ୍ତି ବୋଲି ମା ଏଠି ବର୍ଣ୍ଣନା କରୁଛନ୍ତି। ତାପରେ ତାଙ୍କର ଯୋଉ ପ୍ରଶ୍ନଟି ରହିଛି, ଏ ପ୍ରଶ୍ନଟା ଆମେ କାଲି ଆଲୋଚନା କରିବା। ସିଏ ପଚାରୁଥିଲେ କଣ? ମୁଁ ପଚାରୁଥିଲି, ଅନ୍ୟ ପାର୍ଶ୍ୱରୁ ଏହି ଜଡ଼ ଜଗତର ଅବବୋଧଟି ଅବିଚ୍ଛିନ୍ନ ହୋଇ ରହିଥାଏ, ନା ଏଇ ସବୁ କିଛି ଅନ୍ତର୍ହିତ ହୋଇଯାଏ? ଏ ଜଡ଼ ଜଗତ ଆମକୁ ଯୋଉଟା ଦେଖାଯାଉଛି, ସେଟା କିଛି ରହିଛି ନା ରହିନାହିଁ? ଅନ୍ୟ ଏକ ସାଇଡରେ ବା ଅନ୍ୟ ଆଉ ଏକ ଚେତନାରୁ ଯାଇକି ଦେଖିଲେ କେମିତି ଦେଖାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ତାର ଉତ୍ତର ଆମେ କାଲି, ଆସନ୍ତା କାଲି ପଢିବା। ମା, ଥ୍ୟାଙ୍କ ୟୁ ଅଲ୍।